ସେଇ ଭାଙ୍ଗି ତ ସାରିଲାଣି, ଭାଙ୍ଗିବ କଣ? ବିଜେଡି ଭାଙ୍ଗିବ, ଭାଙ୍ଗି ତ ଗଲାଣି, ଆଉ ଭାଙ୍ଗିବ କଣ? ସିଏ କହୁ ଦାୟିତ୍ୱ ପାଣ୍ଡିଆନ ଆଉ କିଏ ଦାୟୀ? ପାଣ୍ଡିଆନ କଣ ଗୋଟେ ମୁଖ୍ୟମନ୍ତ୍ରୀ କଣ ପାଣ୍ଡିଆନ ପାଇଁ ନଉଛ? ଏପର୍ଯ୍ୟନ୍ତ ତମର ଶୁଣିନି, ତମେ ଯାହା ତା ବିରୁଦ୍ଧରେ କହିଦଉଛ। ଗୋଟେ ସେ ପ୍ରଭାତ କହିଲେ ତା ବିରୁଦ୍ଧରେ ତମେ କହୁଛ, କାହିଁ କହୁଛ? ତାର କହିବାର ଅଧିକାର ଅଛି। ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ, କିଏ ଗୋଟେ କହିବା ଅର୍ଥ ନୁହେଁ ଯେ ତା ବିରୁଦ୍ଧରେ ତମେ ଲାଗିଯିବ। ମୋ ବିରୁଦ୍ଧରେ କିଛି ନାହିଁ, କଣଟା ଲାଗିବ? ମୁଁ କହିବି ଠୋଡା ହେବି। ସତ ମିଛ ଉପରେ ଆଲୋଚନା ସରିଛି। ସତ ନା କଣ ମିଛଟା କଣ କହୁଛନ୍ତି, ଆଉ ତା ବିରୁଦ୍ଧରେ ଯୋଉ କହୁଛନ୍ତି ସେଟା କଣ ସତ? ମୁଁ କାହିଁ ମିଛୁଆ କହିବି? ମୁଁ ମିଛୁଆ କହିବିନି। ମିଛ କଥା ସେ କହିଛନ୍ତି ମୋ ପ୍ରତି, ତା ସତ୍ତ୍ୱେ ମୁଁ କହୁନି। କଣ କହିଛନ୍ତି? କଣ ଦରକାର ଥିଲା ରାଜସ୍ୱଟାକୁ ଡିକ୍ଲେୟାର କରିବା? ମୁଁ ଚାହୁଁନଥିଲି। କାହିଁ ଡିକ୍ଲେୟାର? ତେଣୁ ମୁଁ କେହି ମିଛୁଆ ହେବି? ଆଉ ମୁଁ ଯଦି ମିଛ କହୁନି, ମୋଠୁ ବଡ ମିଛୁଆ କେହି ପୃଥିବୀରେ ନାହାନ୍ତି। ସତ ମିଛ ଭିତରେ ଜୀବନ ଚକ୍ର ଚାଲିଛି। ମୁଁ ଏଇନେ କହୁଥିଲି ପରା, ତମ ଆଗରେ ତମେ ନଥିଲ ବୋଲି। ସତ୍ୟର ଗୋଟେ ସତ୍ୟର ବଳ ହଉଛି 1000 ନା ହାତୀର ବଳ ସହିତ। ମୋର ଅଭିଶାପ କଣ ଅଛି? ମୁଁ କାହିଁକି ଆଗକୁ ଅଭିଶାପ ଦେବି? ପାଣ୍ଡିଆନ ପାଇଁ ଚାଲି ଯାଉଛି ଦଳଟା, ଜାଣିପାରୁନ, ଆଖିରେ ଆଙ୍ଗୁଠି ଏମିତି ନଉଛି, ତଥାପି ସପୋର୍ଟ କରୁଛ ପାଣ୍ଡିଆନକୁ। ଲାଜ ଲାଗୁନି? ଭଲ, ବଢିଆ। ମୋର ସାଙ୍ଗ ବନ୍ଧୁ ଗୁଡା ଯଦି ଅପୋଜ କରୁଛନ୍ତି, ମୁଁ ଯୋଉ କଥା କହୁଥିଲି ଶୁଣୁନଥିଲ। ମୁଁ ପ୍ରଥମେ ସୁରିବା ଆରମ୍ଭ କଲି ପାଣ୍ଡିଆନ ବିରୁଦ୍ଧରେ, କେହି ଶୁଣିଲନି। ମୁଁ ବି କାହାକୁ ଡରିଲିନି। ମୁଁ ଯେମିତି ଅଛି ସେମିତି କାମ କଲି। ତମେ ଜାଣିଛ, ଏଇ 2-4 ଦିନ ଭିତରେ ମୁଁ କେତେ ଆଡେ ବୁଲି ବୁଲି ଆସିଛି। କିନ୍ତୁ ଦେଖୁଛ, ଗାଁ ଗହଳି ମଫସଲରେ ମୁଁ ସ୍ପଷ୍ଟ ଭାବରେ ଯାଇକି ମୋ କର୍ତ୍ତବ୍ୟ କରୁଛି ଏତେ ଖରାରେ। ଆଉ ମତେ କହୁଛି ବୁଢା ହେଇଗଲାଣି, ଆଉ ତମେ ଭଲ ଟୋକା ଅଛ। ସେଇଟା ଆଶ୍ଚର୍ଯ୍ୟ, ସେଇଟା ମୋ ପାଇଁ ଆଶ୍ଚର୍ଯ୍ୟ। କାରଣ ମୁଁ ଆଖିରେ ଦେଖିଥିବା କଥାଟା କଣ କହୁଛି? ଆସ ଜଗନ୍ନାଥଙ୍କୁ ନେଇ କହିବ ନା, ଆସ କଥା ତମେ କହିବ, ମୁଁ କହିବି, ସେମିତି ହବ ନା? ଆରେ ତମମାନଙ୍କୁ ମୁଁ ଡାକିନି, ମୋ ନାଁରେ କେଣ୍ଡ ପକେଇ ଦେଇକି ତା ପଳେଇ ଆଇଲା। ଦୋଷ ମୁଁ ଚା କପି ଚା ତ ଖାଇନି, କାହାକୁ ଚା ଦେଇନି। ଆଉ ଆପଣ ବିଜେଡିର କାହା ସାଙ୍ଗରେ କଥା ହେଇଥିଲେ କି? ବିଜେଡି କୋଉ ନେତା ଆପଣଙ୍କ ସାଙ୍ଗରେ କଥା ହେଇଥିଲେ ଯେମିତି ଆମେ ଅସନ୍ତୁଷ୍ଟ ଅଛୁ ବୋଲି? ମୋ ସହିତ କେହି କଥା ହେଇନା। କିଏ କାହିଁ ଡାକିବୁ? ସାଙ୍ଗଟା ଅଛନ୍ତି, ଦୁଃଖ ଲାଗୁଛି। ସେ କିନ୍ତୁ ଆରେ ସମୁଖ ଲାଇ ନା ଗୁଡା କରୁ ସାଙ୍ଗ କିଏ ମନା କଲା କି? ଅଣନିଶ୍ୱାସ ମୁଁ କାହିଁ କହିବି? ଅଣନିଶ୍ୱାସ ହେଇଗଲେଣି କଣ? ଏବଂ ପ୍ରଥମ ପାଖରେ ଥିଲେ ମଜାଟା ହଉଛି, ଆଉ ତ ଯିବାର ନାହିଁ। ମତେ ଡାକିଥିଲେ ବନ୍ଧୁ, ଦଳ ତିଆରି କରି ଆଉ ଆମ ସାଙ୍ଗରେ ମୁଁ କହିଲି ନ ଗଙ୍ଗତଃ ପୁନର୍ଜିକୁପମ, ଗଙ୍ଗଳ ତ ବେଙ୍ଗ, ଏମିତି ଆଉ କୂଅ ଭିତରକୁ ଆଉ ଥରେ ବାହାରିକି ଆଉ ପଶିଲା ନାହିଁ। ମୁଁ ଭାଇ ସେ କଥା ତିଆରି କରିବାର ଅଧିକାର ଅଛି। ମୁଁ ଆଉ ଯୋଗ ଦେବାର ନାହିଁ। ବିଜେପିରେ ଶେଷ, ବୁଝିଲୁ? କିନ୍ତୁ ଛାଡି ପାରିବେନି। ଦଳ ସିନା 2 ଫାଳ 3 ଫାଳ ହେଇଯିବ, ଛାଡି ପାରିବେ ନାହିଁ। କଣ ପାଇଁ ଗୁଡାକ ମୁଁ ଯାହା ଦେଖିଛି ବନ୍ଧୁ ହିସାବ ତ କହିଲି, କାହିଁ କହିବି? ମୋହ ସାଂଘାତିକ ଲାଗିଛି ଭାଇ ତ ତାଙ୍କ ଭିତରେ। ତାଙ୍କ ଭିତରେ ମହୁ ଫିଣାରେ ମହୁ ଅଛି, କିଏ ଖାଇଲା? ଏ ବିରୁଟି ମାରୁଛନ୍ତି, ମହୁ ମାଛି ମାରି ଦଉଛି ସବୁ। ସିଏ ରାଜ୍ୟସଭା ସାଂସଦ ବାହାରିଲେନି, ତାଙ୍କର କଣ ଚିନ୍ତା ଅଛି? କୋଉ ଭୋଟ ଅଛି କି? ମୁଁ ସେଇଥିପାଇଁ ମନା କଲି ଯିବେନି ବୋଲି। ଆରେ ମୁଁ ଭୋଟର ଲୋକ ପାଖକୁ ସିଧା ଲୋକଙ୍କ କଥା କହିଲି ମୋ ପ୍ରକୃତି। ମୁଁ କାହିଁ ଯିବି ଏଠି? ଯଦି ଦଳ ପଠେଇବ ଯିବିନି? କି କଥା କହୁଛୁ? ମୁଁ କାହିଁକି ଡିଜନର ହବ? ମୁଁ ମୋ ଜୀବନ ମୋ ଦଳକୁ ଦେଇଯିବ। ଅନ୍ୟ ବରିଷ୍ଠ ନେତାମାନେ ଅଲଗା ହୋଟେଲରେ ବସିକି ମିଟିଂ କରୁଛନ୍ତି। ନବୀନ ପଟ୍ଟନାୟକ କହିଲେ କି କିଛି ଦରକାର ନାହିଁ, ବାହାରେ ଯାଇ କାହିଁ ମିଟିଂ କରୁଛ? ଚେତାବନୀ ଆମର ପାଇଁ କାହିଁ ଅପଦିନ ପରେ ଦେଖିବ। ମୁଁ ଯାହା କହିବି, ମୁଁ ଠିକ ଅଛି। ମୋ ଦଳ ବିଜେପି ପଦ୍ମ ଫୁଲ ଫୁଟିଛି, କଇଁ ଫୁଲ ସବୁଠି ଫୁଟେ, ଫୁଟିଗଲା। କଇଁ ଫୁଲ ଫୁଟୁଥିଲା,
ଧଳା ପିନ୍ଧୁଥିଲେ ନବୀନ ପଟ୍ଟନାୟକ କଇଁ ଫୁଲ। ହୁଁ? ଆଉ ଏଇଟା ହେଲା ପଦ୍ମ ଫୁଲ। ୟା ରଙ୍ଗ ଇଏ କଣ ପୋଖରୀରେ ଫୁଟିବ ସକାଳ